ଏବେ ପାଣିପାଗ ବିଭାଗ ପକ୍ଷରୁ ଲଘୁଚାପକୁ ନେଇ ଆସିଲା ବଡ଼ ସୂଚନା। ଭୀଷଣ ରୂପ ନେଉଛି ବଙ୍ଗୋପସାଗରୀୟ ଘୂର୍ଣ୍ଣିବଳୟ, ଯାହାର ପ୍ରଭାବରେ ଆଜି ରାତିରୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ରଖିଲା ପାଣିପାଗ ବିଭାଗ। 5 ଜିଲ୍ଲାକୁ ଅରେଞ୍ଜ ଓ 13 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ବାଲେଶ୍ୱର ସମେତ 5 ଜିଲ୍ଲାରେ ଅତି ପ୍ରବଳ ବର୍ଷା ରହିଛି। 12ରୁ 20 ସେଣ୍ଟିମିଟର ମଧ୍ୟରେ ବର୍ଷାର ଚେତାବନୀ ରଖିଛି ପାଣିପାଗ କେନ୍ଦ୍ର। ସର୍ବାଧିକ ବର୍ଷା କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ଦେଖିବା ପାଇଁ ମିଳିବ। ଆଜି ରାତିଠୁ ଏ ସମସ୍ତ ଜିଲ୍ଲାମାନଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗରୁ ପରାମର୍ଶ। ଏପଟେ ଆଉ 13 ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ପ୍ରବଳ ବର୍ଷା 7ରୁ 11 ସେଣ୍ଟିମିଟର ମଧ୍ୟରେ ବର୍ଷା ହେବ। ଏବେ ନିଶ୍ଚୟ ଜାଣନ୍ତୁ ଉତ୍ତର ବଙ୍ଗୋପସାଗର ତଥା ଓଡ଼ିଶା ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ କେତେ ଭୀଷଣ ରୂପ ନେଉଛି। ଏହାର ପ୍ରଭାବରେ ରାଜ୍ୟର 24 ଘଣ୍ଟା ମଧ୍ୟରେ କେଉଁ ସବୁ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଏବଂ ପରବର୍ତ୍ତୀ ଲଘୁଚାପ ଓଡ଼ିଶାକୁ କେବେ ଆସୁଛି, କେଉଁଠି ସୃଷ୍ଟି ହେଉଛି, ଏହାର ପ୍ରଭାବରେ କେଉଁ ସବୁ ଜିଲ୍ଲାମାନଙ୍କରେ ଏବେଠୁ ବର୍ଷା ଚେତାବନୀ ରଖିଲା ପାଣିପାଗ କେନ୍ଦ୍ର, ନିଶ୍ଚୟ ଜାଣନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଏବେ ହିଁ ସବସ୍କ୍ରାଇବ୍ କରି ଘଣ୍ଟି ବଟନକୁ ଦବାନ୍ତୁ। ସବୁ ସମୟରେ ପାଣିପାଗର ତାଜା ଅପଡେଟ୍ ପାଇପାରିବେ। ତେବେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବେ ଭୀଷଣ ରୂପ ନେଉଛି। ଓଡ଼ିଶା ଉପକୂଳ ତଥା ଗାଙ୍ଗେଟିକ ପଶ୍ଚିମବଙ୍ଗ ଅଞ୍ଚଳରେ ସକ୍ରିୟ ରହିଛି। ଏହାର ପ୍ରଭାବରେ 24 ଘଣ୍ଟାରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ। ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଏବଂ କେଉଁଝର ଜିଲ୍ଲାକୁ ଆଜି ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ସମସ୍ତ ଜିଲ୍ଲାମାନଙ୍କରେ ଆଜି ରାତିଠୁ ବଢ଼ିବ ବର୍ଷାର ପରିମାଣ। ବିସ୍ତୃତ ବର୍ଷା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ପ୍ରବଳରୁ ଅତି ପ୍ରବଳ ବର୍ଷା ସହ କେତେକ ସ୍ଥାନରେ ଭାରୀ ବର୍ଷାର ଚେତାବନୀ ରହିଛି। 20 ସେଣ୍ଟିମିଟର ମଧ୍ୟରେ ବର୍ଷାର ଚେତାବନୀ ରଖିଛି ବିଭାଗ। ତେଣୁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସହ ପାହାଡ଼ିଆ ଅଞ୍ଚଳରେ ସ୍ଖଳନର ସମ୍ଭାବନା ଥିବାରୁ ଏସ୍ଆର୍ସି ସମସ୍ତଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ଏପଟେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଏବଂ ସମ୍ବଲପୁର ଜିଲ୍ଲାରେ ଦେଖିବା ପାଇଁ ମିଳିବ ପ୍ରବଳ ବର୍ଷା। ୟେଲୋ ୱାର୍ଣ୍ଣିଂ ସହ ଚେତାବନୀ ଦେଇଛି ପାଣିପାଗ ବିଭାଗ ଏବଂ ଦକ୍ଷିଣ ଓଡ଼ିଶାର 2ଟି ଜିଲ୍ଲା ବିଶେଷ କରି କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷିବ। ୟେଲୋ ୱାର୍ଣ୍ଣିଂ ସହ 7ରୁ 11 ସେଣ୍ଟିମିଟର ମଧ୍ୟରେ ବର୍ଷାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏପଟେ ପଛକୁ ପଛ ରାଜ୍ୟକୁ ଆସୁଛି ଗୋଟିଏ ପରେ ଗୋଟିଏ ଲଘୁଚାପ। ଗୋଟିଏ ଲଘୁଚାପ ନ ସରୁଣୁ ଆଉ ଏକ ଲଘୁଚାପର ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆସନ୍ତା ସପ୍ତାହରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର। 27 ବେଳକୁ ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି। 30 ତାରିଖ ମଧ୍ୟରେ ଲଘୁଚାପ ସୃଷ୍ଟି ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏହା ମଧ୍ୟ ଓଡ଼ିଶା ଉପକୂଳ ତଥା ଗାଙ୍ଗେଟିକ ପଶ୍ଚିମବଙ୍ଗ ଏବଂ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବାର ସୂଚନା ରହିଛି, ଯାହାର ପ୍ରଭାବରେ ଉପକୂଳ ସମେତ ଉତ୍ତରରେ ପ୍ରବଳ ବର୍ଷିବ।